ଯୁବକ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟ କରନ୍ତି। ଯୁବକ ମାନେ ହେଉଛନ୍ତି ଦେଶର ହଉ କି ଗାଁର ହଉ କି ମଣ୍ଡଳୀର ହଉ ପ୍ରତିଟି ସ୍ଥାନରେ ସେମାନଙ୍କର ଭୂମିକା ହଉ ଅତି ଗୁରୁତ୍ୱପୂର୍ଣ୍ଣ। ଅନେକ ସମୟରେ ଯଦି କୌଣସି ଗାଁର ଯୁବକମାନେ ମଦ୍ୟପି କିମ୍ବା ସ୍ୱେଚ୍ଛାଚାରିତ ଜୀବନଯାପନ କରୁଛନ୍ତି, ସେହି ଗାଁ, ସେହି ମଣ୍ଡଳୀ, ସେହି ପରିବାର ବିନଷ୍ଟ ଆଡ଼କୁ ହିଁ ଗତି କରିବ। ତେଣୁ ମଣ୍ଡଳୀକୁ ଯେତେବେଳେ ଆମେ ସୁଦୃଢ଼ କରିବାର ଅଛି, ଆତ୍ମିକ ଭାବରେ ହଉ ସାମାଜିକ ଭାବରେ ହଉ ଯେକୌଣସି ଭାବରେ ମଣ୍ଡଳୀକୁ ଯଦି ସୁରକ୍ଷା ଦେବାର ଅଛି, ମଣ୍ଡଳୀର ଅଭିବୃଦ୍ଧି ପାଇଁ ଯଦି ଆମେ ଚେଷ୍ଟା କରୁଛୁ, ଯୁବତୀ ଏବଂ ଯୁବକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରଭୁ କହିଲେ ଯୁବକ ମାନେ ହେଉଛନ୍ତି ତାଙ୍କର ହସ୍ତରେ ଥିବା ଗୋଟିଏ ତୀର ସଦୃଶ୍ୟ ବୋଲି କହୁଛନ୍ତି। ତେବେ ମୋର ଏଇ ବାକ୍ୟ ଭିତରେ, ଏଇ ବାକ୍ୟାଂଶ ଭିତରେ ତିନୋଟି କଥା ମୁଁ ଆଲୋଚନା କରିବା ପାଇଁ ସ୍ଥିର କରୁଛି। ବୀର ପୁରୁଷ କିଏ, ତାଙ୍କର ହସ୍ତ କେମିତି, ତୀର କେମିତି, ତିନିଟା କଥା ଅଳ୍ପ ସମୟ ଭିତରେ ବାଳକ ମହାଶୟ ମୋତେ କହିଲେ ଯେ ଅଧଘଣ୍ଟା ବିଷୟରେ ଭିତରେ ମୋର ବାକ୍ୟକୁ ମୁଁ ସମାପ୍ତ କରିବି। ବୀର କିଏ, ତାଙ୍କର ହସ୍ତ କେମିତି ଆଉ ତୀର କେମିତି, ଏ ତିନିଟା ଉପରେ ସଂକ୍ଷିପ୍ତ ଭାବରେ ମୁଁ ଆଲୋଚନା କରିବି ଏବଂ ଆପଣମାନେ ଟିକେ ଧୈର୍ଯ୍ୟ ଦେଇ ଶୁଣିବେ। ବୀର ପୁରୁଷ କିଏ? ମୋ ସହିତ ବାକ୍ୟ ଖୋଲନ୍ତୁ, ଯାତ୍ରା ପୁସ୍ତକ 15ର 3 ପଦ ଦୟାକରି ପଢି ଦିଅନ୍ତୁ। ଯେ ବୀର କିଏ, କାହାକୁ ପ୍ରକୃତରେ ଆମେ ବୀର କହିବା? ଯୁଦ୍ଧ ବୀର ସଦାପ୍ରଭୁ, ଆଉ ତାଙ୍କ ନାମ ବି ସଦାପ୍ରଭୁ। ସିଏ ହିଁ ଯୁଦ୍ଧ ବୀର। ତାଙ୍କ ହାତରେ ଆମେ ପଡ଼ିବାର ଅଛି। ଯେଉଁ ପର୍ଯ୍ୟନ୍ତ ଯୁଦ୍ଧ ବୀରଙ୍କ ହାତରେ ଆମେ ପଡ଼ିନାହୁଁ, ସେ ପର୍ଯ୍ୟନ୍ତ ସେ ଆମକୁ ତୀର ଭାବରେ ବ୍ୟବହାର କରିବେ ନାହିଁ। ତେଣୁ ଯୁବକମାନେ ତାଙ୍କ ହସ୍ତରେ ଆମେ ପଡ଼ିବାର ଅଛି, ଯୁବତୀମାନେ ମଧ୍ୟ ତାଙ୍କ ହସ୍ତରେ ପଡ଼ିବାର ଅଛି। ଆଉ ଗୋଟେ କଥା କହିବି, ଗୀତ 24ର 8 ପଦରେ ଲେଖା ଅଛି, ଦୟାକରି ପଢି ଦିଅନ୍ତୁ। ଗୌରବରେ ବୀର ସଦାପ୍ରଭୁ। ଆମମାନଙ୍କର ବୀର ହେଉଛନ୍ତି ସଦାପ୍ରଭୁ। ତାଙ୍କ ନିକଟରେ କୌଣସି ବୀର ସମକକ୍ଷ ହେଇପାରିବ ନାହିଁ। ସିଏ ହେଉଛନ୍ତି ଯୁଦ୍ଧ ବୀର। ସଂଗ୍ରାମରେ ବୀର ସଦାପ୍ରଭୁ ଅଟନ୍ତି। ତାଙ୍କ ଦ୍ୱାରା ସମସ୍ତେ ପରାସ୍ତ ସିନା, କିଏ ତାଙ୍କୁ ଜିତି ପାରିବ ନାହିଁ। ସିଏ ହେଉଛନ୍ତି ସଂଗ୍ରାମରେ ବୀର ସଦାପ୍ରଭୁ। ତେଣୁ ତାଙ୍କ ହାତରେ ଆମେ ପଡ଼ିବାର ଅଛି। ଯେଉଁ ପର୍ଯ୍ୟନ୍ତ ତାଙ୍କ ହାତରେ ମୁଁ ପଡ଼ିନି, ଆପଣମାନେ ପଡ଼ିନାହାନ୍ତି, ସେ ପର୍ଯ୍ୟନ୍ତ ସେ ଆପଣମାନଙ୍କୁ ତୀର ଭାବରେ ବ୍ୟବହାର କରିବେ ନାହିଁ। ତେଣୁ ଆସନ୍ତୁ ଆମେ ତାଙ୍କ ହାତରେ ପଡ଼ିବାର ଅଛି। ହାତରେ ପଡ଼ିଲେ ସେ ତୀର ସଦୃଶ୍ୟ ସେ କ'ଣ କରିବେ, ଆମକୁ ବ୍ୟବହାର କରିବେ। ହେଲେ ତାଙ୍କର ହାତ କେମିତି ଆମେ ଜାଣିବାର ଅଛି। କିଭଳି ହାତ? ଗୋଟେ ସାଧାରଣ ମନୁଷ୍ୟର ହାତ କି ନା କିଭଳି ହାତ ତାଙ୍କର? ତାଙ୍କର ହାତ ମନୁଷ୍ୟର ହାତ ଠାରୁ ସ୍ୱତନ୍ତ୍ର ହାତ ଅଛି। ତାଙ୍କ ହାତରେ ଯିଏ ପଡ଼ିବ କେବେ ହେଲେ ତାଙ୍କୁ କିଏ ହରଣ କରିପାରିବ ନାହିଁ। ଦୟାକରି ଖୋଲି ପଢ଼ନ୍ତୁ, ଟିକେ ପଢ଼ିଦେବେ। ଏଭ୍ରି ତାର 10ର 31 ପଦ ଦୟାକରି ପଢ଼ି ଦିଅନ୍ତୁ। ଜୀବିତ ପରମେଶ୍ୱରଙ୍କର ହାତରେ ପଡ଼ିବା ହେଉଛି ଗୋଟେ ଭୟଙ୍କର ବିଷୟ। ମୁଁ କହିବି ତାଙ୍କ ହାତରେ ପଡ଼ିଯିବି, ସିଏ କହିବେ ତାଙ୍କ ହାତରେ ପଡ଼ିଯିବ, ଏମିତି ଆମେ ପଡ଼ିପାରିବା ନାହିଁ। ତାଙ୍କ ହାତରେ ପଡ଼ିବାକୁ ହେଲେ ତାର ସ୍ୱତନ୍ତ୍ର ଯୋଗ୍ୟତା ଅଛି, ତାର ସ୍ୱତନ୍ତ୍ର କ୍ୱାଲିଫିକେସନ ଅଛି। ହେଲେ ଯାଇ ତାଙ୍କ ହାତରେ ସେ ପଡ଼ିବ। ସମସ୍ତେ ପଡ଼ିପାରିବେ ନାହିଁ। ହେଲେ ତାଙ୍କ ହାତରେ ପଡ଼ିବାକୁ ହେଲେ ଆମେ କ'ଣ କରିବାର ଅଛି? ତାଙ୍କ ହାତରେ ଯେତେବେଳେ ଆମେ ପଡ଼ିବା, ଆମେ କ'ଣ କରିବାର ଅଛି? ନିଜକୁ ଶୂନ୍ୟ କରିବାର ଅଛି।
ନିଜକୁ ନମ୍ର କରିବାର ଅଛି, ନିଜର କଥାବାର୍ତ୍ତାକୁ ମୋର ଶୈଳୀକୁ ମଧ୍ୟ କ'ଣ ବାହାରିଛି ପରିବର୍ତ୍ତନ କରିବାର ଅଛି। ଆମର କଥା ସବୁବେଳେ ସାବଳୀଳ ହେବାର ଅଛି, ଜଣକୁ ଯେମିତିକି ବାଧାର କାରଣ ନ ହେବ ଏଇଭଳି କଥାବାର୍ତ୍ତା ଆମେ କରିବାର ଅଛି। ହେଲେ ସିଏ କ'ଣ କରିବେ, ତାଙ୍କ ହାତରେ ଆମକୁ ପକେଇବେ। ଆମେ ଅନେକ ସମୟରେ ମୁଁ ଗାଁ ଗହଳି ଗୁଡ଼ାକରେ ଦେଖୁଛି ଯେ ଅନେକ ଯୁବକମାନେ ଅଛନ୍ତି ଯେ କିଛି ଜାଣିନଥିବେ, ମାତ୍ର ବୃଦ୍ଧ ଲୋକମାନଙ୍କୁ, ବୟସ୍କ ଲୋକମାନଙ୍କୁ, ପ୍ରାଚୀନ ଲୋକମାନଙ୍କୁ ସମ୍ମାନ ଦେବାର ଏବେ ପର୍ଯ୍ୟନ୍ତ ଶିଖିନାହାନ୍ତି, ଯଦ୍ୱାରା ପ୍ରଭୁ ସେମାନଙ୍କୁ ତୀର ସଦୃଶ୍ୟ ବ୍ୟବହାର କରୁନାହାନ୍ତି। ଆଜି ସାରା ସମ୍ମିଳନୀ ଭିତରେ ଯୁବକମାନେ ଯଦି ଠିକ୍ ଥାନ୍ତେ, ଯୁବକମାନେ ଯଦି ପ୍ରକୃତ ମାର୍ଗରେ ଚାଲିଥାନ୍ତେ, ତାହେଲେ ପ୍ରଭୁ ସେମାନଙ୍କୁ କ'ଣ କରିଥାନ୍ତେ, ତୀର ଭାବରେ ବ୍ୟବହାର କରିଥାନ୍ତେ। କିନ୍ତୁ ଆମେ ସବୁବେଳେ ଆମେ କ'ଣ କରିବାର ଅଛି, ଯେ ପ୍ରଭୁଙ୍କ ହାତରେ ପଡ଼ିବାର ଅଛି। ତେଣୁ ପ୍ରଭୁ କହିଲେ ଜହନ ତାର 10:28-29 ପଦ ଦୟାକରି ପଢ଼ି ଦିଅନ୍ତୁ। ଜହନ 10:28-29। ପ୍ରଭୁ ଯାହା ଦେଇଛନ୍ତି ତାକୁ କେହି ହରଣ କରିପାରିବ ନାହିଁ, ମାତ୍ର ଆମର କର୍ତ୍ତବ୍ୟ, ଆମର ପ୍ରାର୍ଥନା ରହିବାର ଅଛି, ଆମର ଚିନ୍ତା ରହିବାର ଅଛି, ମୁଁ କେମିତି ପ୍ରଭୁଙ୍କ ହାତରେ ପଡ଼ିବି। ଯେଉଁ ପର୍ଯ୍ୟନ୍ତ ମୋର ବାପା ମା ଭାଇ ଭଉଣୀମାନେ ଆମେ ପ୍ରଭୁଙ୍କ ହାତରେ ପଡ଼ିନାହୁଁ, ସେ ପର୍ଯ୍ୟନ୍ତ ଆମକୁ ସେ ତୀର ଭାବରେ ବ୍ୟବହାର କରିବେ ନାହିଁ। ଆମ ପାଖରେ ଧନ ଥାଇପାରେ, ଆମ ପାଖରେ ସମ୍ଭ୍ରମ ଥାଇପାରେ, ଆମ ପାଖରେ ଜ୍ଞାନ ଥାଇପାରେ, ଆମ ପାଖରେ ଗୋଷ୍ଠୀ ବି ଥାଇପାରନ୍ତି, କିନ୍ତୁ ତାଙ୍କ ହାତରେ ପଡ଼ିବାର ଅଛି। ତାଙ୍କ ହାତରେ ପଡ଼ିଲେ ସେ କ'ଣ କରିବେ, ଆମକୁ ତାଙ୍କରି ଯୁଦ୍ଧ କ୍ଷେତ୍ରରେ ତୀର ଭାବରେ ସେ କ'ଣ କରିବେ, ଆମକୁ ବ୍ୟବହାର କରିବେ। ତେଣୁ ଆଜି ଆପଣମାନେ ପ୍ରସ୍ତୁତ ହେବାର ଅଛି, ଆଜି ଆପଣମାନେ ସଜାଗ ହେବାର ଅଛି। ମୁଁ ପ୍ରଭୁଙ୍କର ତୀର ହେଇପାରିବି କି? ଯଦି ତୀର ହେବାର ଅଛି, ତାଙ୍କ ହାତରେ ଆମେ ପଡ଼ିବାର ଅଛି। ତେବେ ଆଉ ଗୋଟେ କଥା କହିବି ଯେ ପ୍ରଭୁଙ୍କର ବା ସେ ଯେଉଁ ଆଉ ତାଙ୍କର ହସ୍ତ କେମିତି, ହାତ ତାଙ୍କର ହାତ କେମିତି ଯେ ଆମେ ପଡ଼ିପାରିବା। ତାଙ୍କରି ହାତ ହେଉଛି, ପ୍ରଥମ କଥା ହେଉଛି ତାଙ୍କରି ହାତ ହେଉଛି ମଙ୍ଗଳମୟ ହସ୍ତ। ତାଙ୍କରି ହାତ ହେଉଛି ମଙ୍ଗଳମୟ ହସ୍ତ। ସେ ସବୁବେଳେ ତାଙ୍କରି ବିଶ୍ୱାସୀ ବିଶ୍ୱାସିନୀ ଭାଇ ଭଉଣୀମାନଙ୍କୁ, ତାଙ୍କରି ଲୋକମାନଙ୍କୁ ସେ ସବୁବେଳେ ମଙ୍ଗଳ ଦାନ ଦିଅନ୍ତି। ସେଇ ମଙ୍ଗଳ ଦାନ ପାଇବା ପାଇଁ ଆଜି ଆପଣମାନେ ଇଚ୍ଛା କରୁଛନ୍ତି କି? ଯଦି ସେଇ ମଙ୍ଗଳମୟ ହସ୍ତରେ ପଡ଼ିବାର ଅଛି ବୋଲେ ତାଙ୍କର ନିକଟବର୍ତ୍ତୀ ହେବାର ଅଛି। ପ୍ରଭୁ ଆଜି ଆମ ଜାତି ପାଇଁ ଅନେକ ମଙ୍ଗଳ ଦାନ ଦେଇଛନ୍ତି, ଅନେକ ଅନେକ ପ୍ରକାର ଆଶୀର୍ବାଦ ଦେଇଛନ୍ତି। କାହିଁକି? ସେ ମଙ୍ଗଳମୟ ହେବାରୁ। ମଙ୍ଗଳମୟ ହେଲେ ଅନେକ ଆଶୀର୍ବାଦ ପାଇଲା ପରେ ଆମେ ଯଦି ସ୍ୱେଚ୍ଛାଚାରୀ ହେଇଯିବା, ପ୍ରଭୁଙ୍କର ମଙ୍ଗଳ ଦାନକୁ ପାସୋରି ଦେବା, ସେ କ'ଣ କରିବେ, ତାଙ୍କ ହସ୍ତରୁ ଆମକୁ ବାହାର କରିଦେବେ। ତେଣୁ ତାଙ୍କରି ହସ୍ତ ହେଉଛି ମଙ୍ଗଳମୟ ହସ୍ତ, ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ତାଙ୍କରି ହସ୍ତ ହେଉଛି ସବଳ ହସ୍ତ। ଆପଣ ଦେଖିବେ ଏଜ୍ରା ତାର 9:28 ଲେଖା ଅଛି ଯେ ତାଙ୍କରି ହସ୍ତ ହେଉଛି ସବଳ ହସ୍ତ, କେ ଦୁର୍ବଳ ହସ୍ତ ନୁହଁ। ଶୈତାନ କେବେ ହେଲେ ଆପଣମାନଙ୍କୁ ତାଙ୍କରି ହାତରୁ ଛଡ଼େଇ ନେଇପାରିବ ନାହିଁ, କିନ୍ତୁ ଆମେ ତାଙ୍କରି ହାତରେ ପଡ଼ିବାର ଅଛି। ଯେହେତୁ ତାଙ୍କରି ହାତ ହେଉଛି ସବଳ ହସ୍ତ, ସେ ସବଳ ହସ୍ତରେ ପଡ଼ିବାକୁ ହେବ, ମୁଁ ହେବ, ଆପଣମାନେ ପଡ଼ିବାର ଅଛି। ଯେହେତୁ ଦୁଃସମୟରେ ବର୍ତ୍ତମାନ ଆମେ ଅଛୁ, ପ୍ରଭୁ କେତେବେଳେ ମେଘମାଳାରେ ଆସିବେ ଆମେ ଜାଣୁନା, ତାଙ୍କ ହାତରେ ଆମେ ପଡ଼ିଥିବାର ଅଛି। ତାଙ୍କର ହାତ ହେଉଛି ସବଳ ହସ୍ତ, ତାଙ୍କରି ହାତ ହେଉଛି ମଙ୍ଗଳମୟ ହସ୍ତ। ସେତିକି କେବଳ ନୁହଁ, ତାଙ୍କରି ହାତ ହେଉଛି ଉଦ୍ଧାରର ହସ୍ତ। ଯଦି ଆପଣ ବିପଦରେ ପଡ଼ିଛନ୍ତି, ସମସ୍ୟାରେ ପଡ଼ିଛନ୍ତି, ରୋଗରେ ପଡ଼ିଛନ୍ତି, ଅଭାବରେ ଅଛନ୍ତି, ତାଙ୍କରି ହସ୍ତର ସାନ୍ନିଧ୍ୟକୁ ଗଲେ ସିଏ କ'ଣ କରିବେ, ଆପଣଙ୍କୁ ଉଦ୍ଧାର କରିବେ। ଜଗତରେ ଏମିତି ଲୋକ କିଏ ନାହାନ୍ତି ଯେ ଉଦ୍ଧାର କରିବା ଲୋକ।
ଜଗତରେ ଏମିତି ଲୋକ ଅଛନ୍ତି ସବୁବେଳେ ବିପଦରେ ଠେଲି ଦେବାକୁ ଚେଷ୍ଟା କରନ୍ତି କିନ୍ତୁ କେହି ଉଦ୍ଧାର କରିବାକୁ ଚେଷ୍ଟା କରନ୍ତି ନାହିଁ। କିନ୍ତୁ ଜଣେ ହିଁ ଏକମାତ୍ର ଈଶ୍ୱର ଯିଏକି ଆପଣ ରକ୍ତ, ଆପଣ ପ୍ରାଣ, ଆପଣ ଜୀବନ ଦେଇ ସେ ଉଦ୍ଧାର କରିଛନ୍ତି। ତାଙ୍କରି ହସ୍ତରେ ଆମେ ପଡ଼ିବାର ଅଛି। ଯେହେତୁ ତାଙ୍କରି ହସ୍ତ ହେଉଛି ଉଦ୍ଧାରର ହସ୍ତ। ଆଉ ଗୋଟେ କ'ଣ ତାଙ୍କରି ହସ୍ତ? ତାଙ୍କରି ହସ୍ତ ହେଉଛି ଏକଚିତ୍ତର ହସ୍ତ। ଏକଚିତ୍ତର ହସ୍ତ ଯାହା ଲେଖା ଅଛି ଦ୍ୱିତୀୟ ବଂଶାବଳୀ ତାର 30:12 ଲେଖା ଅଛି ଯେ ତାଙ୍କରି ହସ୍ତ ହେଉଛି ଏକଚିତ୍ତ, ଏକ ଭାବାପନ୍ନ। ଆଜି ମଣ୍ଡଳୀ ହଉ କି ସମ୍ମିଳନୀ ହଉ କି ପରିବାର ହଉ କିମ୍ବା ବ୍ୟକ୍ତିଗତ ଜୀବନ ଭିତରେ ହଉ, ଆମର କାହା ଭିତରେ ଏକତା ନାହିଁ। ଏକତା ନଥିବାରୁ ଶୈତାନ ଭିତରେ ପଶୁଛି। ଆମ ଭିତରେ ଏକତା ନାହିଁ। ପରସ୍ପର ଭିତରେ ବିଦ୍ୱେଷ ମନୋଭାବ, ପରସ୍ପର ଭିତରେ ଈର୍ଷାର ମନୋଭାବ, ଯଦ୍ୱାରା ଆମେ ତାଙ୍କ ହାତରେ ପଡ଼ିପାରୁ ନାହୁଁ, ଯଦ୍ୱାରା ସେ ଆମକୁ ତୀର ଭାବରେ ବ୍ୟବହାର କରୁନାହାନ୍ତି, ଯଦ୍ୱାରା ଶୈତାନ ଦ୍ୱାରା ଆମେ କ'ଣ ହେଇଯାଉଛୁ? ପରାଜିତ ହେଇଯାଉଛୁ। ତେଣୁ ସେଇ ଉଦ୍ଧାରର ହସ୍ତ ନିକଟକୁ ଆମେ ଯିବାକୁ ହେବ। ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନିକଟକୁ ଆମେ ଯିବାର ଅଛି। ଯେହେତୁ ସେ ହସ୍ତ ପସାରିଛନ୍ତି ଯେ ମୋ ନିକଟକୁ ଆସ, ମୁଁ ତମକୁ କ'ଣ କରିବି? ଉଦ୍ଧାର କରିବି। ଉଦ୍ଧାର ପାଇବାକୁ ହେଲେ ଖାମଖିଆଲ ଗଲେ ହେବ ନାହିଁ। ଭଗ୍ନ ଚୂର୍ଣ୍ଣ ଏବଂ ଆପଣଙ୍କୁ ଶୂନ୍ୟ କରି ତାଙ୍କ ନିକଟକୁ ଗଲେ ସେ କ'ଣ କରିବେ? ଆପଣଙ୍କୁ ତାଙ୍କରି ହସ୍ତ ଦ୍ୱାରା ଉଦ୍ଧାର କରିବେ। ସେତିକି ନାହିଁ, ତାଙ୍କ ହସ୍ତରେ ଆମର ଆକୃତି ଥାଏ। ଯାହା ଲେଖା ଅଛି ଯିଶାୟ 49:16 ଲେଖା ଅଛି ଯେ ଆମର ଆକୃତି, ମୁଁ କିଭଳିଆ, ମୋର ଆକୃତି କେମିତି, ମୋର ଗଠନ କେମିତି, ସବୁ ସେ ଜାଣିଛନ୍ତି। ତାଙ୍କ ହସ୍ତରୁ କିଏ ବିମୁଖ ହେଇପାରିବେ ନାହିଁ। ଆକୃତି, ଗୋଟେ ଆର୍ଟିଷ୍ଟ, ଗୋଟେ ଚିତ୍ରକର ଯେମିତି ଗୋଟେ ଲୋକଙ୍କର ଆର୍ଟିଷ୍ଟ ଆର୍ଟ କରେ, ଅଙ୍କନ କରେ, ସେମିତି ପ୍ରଭୁ ପ୍ରତ୍ୟେକଙ୍କର ଆକୃତି ତାଙ୍କର ହସ୍ତରେ ଅଛି। ସେଇ ଆକୃତି ବିଶିଷ୍ଟ ହସ୍ତରେ ଆମେ ପଡ଼ିବାର ଅଛି। ହେଲେ ସେ କ'ଣ କରିବେ? ଆମକୁ ତୀର ଭାବରେ ବ୍ୟବହାର କରିବେ। ସେତିକି କେବଳ ନୁହଁ, ତାଙ୍କରି ହସ୍ତ ହେଉଛି ଛାୟାର ହସ୍ତ। ଯେତେ ବିପଦ ହଉ, ଯେତେ ସମସ୍ୟା ହଉ, ଯେତେ ରୋଗ ସଙ୍କଟ ହଉ, ଯେତେ ଅଭାବ ହଉ, ଅନାଟନ ହଉ, ତାଙ୍କରି ହସ୍ତ ସମସ୍ତଙ୍କ ପ୍ରତି ଗୋଟେ ଛାୟା ସଦୃଶ୍ୟ। ଯାହା ଲେଖା ଅଛି ଯିଶାୟ ତାର 51:16 ଯଦି ପଢ଼ିବା, ସେଟା ଲେଖା ଅଛି ଯେ ତାଙ୍କରି ହସ୍ତ ହେଉଛି ଗୋଟେ ଛାୟା। ଛାୟା ବୋଲି କହିଲେ ଲୋକମାନେ ଆରାମ ପାଆନ୍ତି, ଆଶ୍ରୟ ନିଅନ୍ତି, ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଛାଇ ତଳେ କ'ଣ କରନ୍ତି? ବସନ୍ତି। ହେଲେ ତାଙ୍କରି ହସ୍ତ, ପ୍ରଭୁଙ୍କର ହସ୍ତ ଗୋଟେ ଛାୟା ସଦୃଶ୍ୟ। ତେଣୁ ସେଇ ଛାୟା ପାଖକୁ ଆମେ ଯିବାର ଅଛି। ମୋର ବାପା ମା ଭାଇ ଭଉଣୀ ମାନେ ଯେଉଁ ପର୍ଯ୍ୟନ୍ତ ତାଙ୍କ ଛାୟା ନିକଟକୁ ଆମେ ଯିବାନି, ଯେଉଁ ପର୍ଯ୍ୟନ୍ତ ତାଙ୍କର ନିକଟବର୍ତ୍ତୀ ହେବାନି, ସେ ପର୍ଯ୍ୟନ୍ତ ସେ ଆମକୁ ତୀର ଭାବରେ ବ୍ୟବହାର କରିବେ ନାହିଁ। ତେଣୁ ଆମେ ସବୁବେଳେ ତାଙ୍କରି ହସ୍ତରେ ପଡ଼ିବାର ଅଛି। ହେଲେ ସେ କ'ଣ କରିବେ? ଆମକୁ ତୀର ଭାବରେ ବ୍ୟବହାର କରିବେ। ଆମେ ଦେଖିଲୁ ଯେ ତାଙ୍କରି ହସ୍ତ ହେଉଛି ମଙ୍ଗଳର ହସ୍ତ, ତାଙ୍କରି ହସ୍ତ ହେଉଛି ସବଳର ହସ୍ତ, ତାଙ୍କରି ହସ୍ତ ହେଉଛି ଉଦ୍ଧାରର ହସ୍ତ, ତାଙ୍କରି ହସ୍ତ ହେଉଛି ଏକଚିତ୍ତ ଏକ ଭାବାପନ୍ନର ହସ୍ତ, ତାଙ୍କରି ହସ୍ତ ହେଉଛି ଆକୃତିର ହସ୍ତ, ତାଙ୍କରି ହସ୍ତ ହେଉଛି ଛାୟା ସଦୃଶ୍ୟ। ସେଇ ହସ୍ତରେ ଆମେ ପଡ଼ିବାର ଅଛି। ପଡ଼ିଲେ ସେ କ'ଣ କରିବେ? ଆମକୁ ତୀର ଭାବରେ ବ୍ୟବହାର କରିବେ। ଯେହେତୁ ସେ ହେଉଛନ୍ତି ବୀର ପୁରୁଷ। ତାଙ୍କ ଭଳି ବୀର ପୁରୁଷ ଜଗତରେ କେହି ନାହାନ୍ତି। ଶୈତାନ କେତେ ପ୍ରକାର ଚେଷ୍ଟା କଲେ ମଧ୍ୟ, କେତେ ପ୍ରକାର ବାଣ ଛାଡ଼ିଲେ ମଧ୍ୟ ସେ ହେଉଛନ୍ତି ଯୁଦ୍ଧବୀର ପରମେଶ୍ୱର। ସେ ଆପଣଙ୍କୁ ମୋତେ ସୁରକ୍ଷା ଦେବାକୁ, ରକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଯଦି ଆମେ ତାଙ୍କ ହସ୍ତରେ ପଡ଼ିଲୁ, ତେବେ ସେ ତୀର ଭଳି ଆମକୁ ବ୍ୟବହାର କରିବେ। ଏବେ ମୁଁ ଆଲୋଚନା କରିବି ତୀର କ'ଣ, ତୀରର କାମ କ'ଣ, ସଂକ୍ଷେପରେ କହିବି, ଆଉ ଗୋଟେ 5 ମିନିଟରେ ସମାପ୍ତ କରିବି। ସଦାପ୍ରଭୁଙ୍କ ହସ୍ତରେ ପଡ଼ିଲା ପରେ ସେ ଆମକୁ ଯେତେବେଳେ ତୀର ଭାବରେ ବ୍ୟବହାର କରିବେ, ଯେଉଁ ତୀର ସେ ମାରିବେ କେବେ ହେଲେ ବିଫଳ ହେବ ନାହିଁ। ଯାହା ଲେଖା ଅଛି ଯିରିମିୟ 50:9 ଲେଖା ଅଛି, ତାଙ୍କରି ତୀର କେବେ ବିଫଳ ହେବ ନାହିଁ। ଶତ୍ରୁକୁ ମାରିବାଟା ମାରିବ ହିଁ ମାରିବ।
आमे गोटे शिकार हिसाब रे जदि आमे कौनसी पशु को शिकार करूचु आमे मारिले बेले बेले पशु को बाजुनी अन्य आड़े कुआड़े केतबेले तीर पळै जाए किंतु सदाप्रभु वीर पुरुष तांकरी तीर जेतेबेले जीव से तीर केबे हेले विफल होई फेरिबो नाही निश्चित शत्रु को मारी ही से आसीबो तेणु करी से तीर होउची केबे विफल हेबो नाही सेतिके केवल नुह से तीर होउची तीक्ष्ण तीर से दिन गोटे आ सम्मेलन भितर गोटे कथा पड़ीला जे आमे जेते ख्रिस्टियन लोक माने अछु हमर बाण जाति लोक माने अछु हम पाखरे दारुआ काठी मधुरा किंतु आमे युद्ध को रेडी बाहरी किंतु काठी मध हम पाखरे नाही किंतु सदा प्रभुंकर तीर होउची तीक्ष्ण तीर धाड़ुआ तीर जेतेबेले जीव मरिबाटा मरिब ही मरिब जगतपति केते आपण पछरे गले मध्य जगतपति शैतान केते प्रकार बाण मारिले मध्य परमेश्वर होउछन्ति हमर ढाल स्वरूप परमेश्वर से कौन करिवे हमकु सुरक्षा प्रदान करिवे किंतु तांकरी तीर होउची तीक्ष्ण तीर जहाँ लेखा अछि आ विशेष भाव शत्रु पड़ीजिव गीत तार 45:5 लेखा अछि जे तांकरी तीर होउची तीक्ष्ण तीर सेतिकी केवल नुह तांकरी तीर आउ कौन तांकरी तीर छिन्न भिन्न करि पकैब समस्तंकु एमती तीर से प्रयोग करिवे एमती तीर से छाड़िबे जे छिन्न भिन्न करिदेव तार अर्थ कौन सी मंडली भितरे शैतान पशि पारिबो नाही शैतान छिन्न भिन्न करि पारिबो नाही जेहेतु मंडली को से आपण रक्त देई आपण मांस देई किणिसंती आ सेही मंडलीर मस्तक होउचंती यीशु ख्रीष्ट सेही मंडली को शैतान केबे हेले आ तीर मारी छिन्न भिन्न करि पारिबो नाही किंतु परमेश्वरंकर तीर छिन्न भिन्न करिबो शैतान रो समस्त कार्य को शैतान रो समस्त प्रकार परिकल्पना को से छिन्न भिन्न कर देबो एई भली तीर सदाप्रभु जे कि हमर युद्धवीर सदाप्रभु तांको पाखरे अछि किंतु आमे तांको हाथ रे पड़िबार अछि तापरे तांकरी तीर होउची भेदकारी तीर भेद बोली कहले जोठी को मारिबार अछि सेठी को होई जीवो भेदकारी तीर आमे मारिले बेले बेले पुलिस इंटरव्यू हुए तीर प्रैक्टिस थी धनु धनु प्रैक्टिस थी जो मारुवे गोटे गोल कर देइथिबे गोटे जगह सेठू को मारिया पई कहिबे जे से गोल भीतर को केते इंच भीतर तीर मारिबो से सिलेक्ट हेबो अनेक लोक माने अनेक धुर माने धनुर्धर माने मध्य सेई जोटा पॉइंट थिबो सेठू को मारी पारंती नाही किंतु प्रभुंकर तीर भेदकारी तीर जोठी मारिबा कथा सेठे ही तांकर तीर जाई बाजिबो तेणु तांको तीर होउची भेदकारी तीर जहाँ लेखा अछि गणना तार 24 पर्वर 8 पद लेखा अछि तांकरी तीर भेदकारी तीर अटे सेतिकी केवल नुह तांकरी तीर व्याप्ति जाए माने व्यापी जाए अर्थात जन को मारिबोनी जेते लोक थिबे समस्त को से कौन कर गोटिए तीर रे समस्त कौन करिवे मरिबे शैतान केते प्रकार चेष्टा कले मध्य केते लोकंकु केते प्रकार अग्निमाण दे छाड़ी मंडली को किंतु मंडली सुरक्षा हेबो ही हेबो मंडली सुरक्षा हेबो ही हेबो आमे व्यक्तिगत जीवन मनुष्य हिसाब रे मु आपणकर शत्रु हे पारे कि आपण मोर शत्रु हे पारंती किंतु मंडली होउची सदाप्रभुंकर मंडली होउची सदाप्रभुंकर से मंडली को केबे हेले से छिन्न भिन्न करबा को देबे नाही किंतु जो माने मंडली विरुद्ध रे कथा हुंती मंडली विरुद्ध रे षडयंत्र करती से मानकु गोटे तीर रे से कौन करे समस्त को परास्त करेंगे किंतु आमे तांको हस्त रे पड़िबार अछि तांकरी हाथ रे पड़िबार अछि जो पर्यंत आमे तांकरी हाथ रे पड़ी ना से पर्यंत से आमको तीर भाव रे व्यवहार करिवे नाही आज मंडलीर अवस्था गुड़ाक देखिले चिंता एवं भाविले बहुत कष्ट लगे कौन भाई कष्ट लगे जे परस्पर परस्पर भितर भेदभाव परस्पर परस्पर भितर प्रेम नाही मिलन नाही तेबे आमे केमती आशा बांधीचु जे स्वर्ग राज्य को जीवा पाई
एते परिश्रम दीर्घ वर्ष है ख्रीस्टियान हो दीर्घ वर्ष है उपासना करके आसुचु को बଳରେ को साहस आमे स्वर्ग जीवा बोली प्रस्तुत हेउछु जो पर्यंत आमे तांको हाथ रे पड़ी नाहु जो पर्यंत तांको रक्त रे आमे किणा जाई नाहु जो पर्यंत से हमको ग्रहण करिना से पर्यंत आमे स्वर्ग राज्य को भावी कथा भाविबाटा ही भूल हो जाए पारे तेणु मोर बापा माँ भाई भूणी माने आसतु आमे तांको हाथ रे पड़िबा तापर तांकर तीर आउ कौन करे परास्त करे तांको तीर सबु बेले परास्त करे गीत 144 लेखा अच्छी जे तांकरी हाथ बा तांकरी तीर सबु बेले परास्त करे से केबे हेले हारिबा परमेश्वर नुहंती से जय परमेश्वर युद्धवीर परमेश्वर सबु बेले से जय मृत्युर नाहुड़ को भांगी जय करथिबा परमेश्वर से केबे परास्त हेबे कि तेणु तांकरी तीर सबु बेले शत्रु को परास्त करिबो सिना से केबे पराजित हेबार नाही किंतु आमे सजाग हेबार अछि आमे तांकरी हाथ रे पड़िबार अछि आमे तांकरी तीर हेबार अछि तीर हेले प्रभु कौन करिवे समस्त को से परास्त करिवे शैतान देउ थाउ से केते प्रकार चक्रांत करू थाउ किंतु आपण माने जदि प्रभु का हाथ रे पड़िछंती तांको हाथर तीर होइछंती बोले शैतान केबे हेले आपण को परास्त करि परिबो नाही सेतकी केवल नुह शेष कथा कहबी तांकर तीर होउची दीप्ति तुल्य तीर अंधकार तीर नुह सेटा होउची दीप्तिकार तीर से सबु बेले सेई तीर अंधकार को ही परास्त करिवो शैतान केते चेष्टा कला प्रभु को जतबेले से आसिले उपवास होइकी आसिले केते प्रकार चक्रांत कला जे तांको परास्त करिवा पाई ये तो उपवास होइकी आसी भोकरे अच्छी मु आकु जदि ए क्वेश्चन जाक कले से निश्चित भाव कौन करियो मोर सिलेंडर हो भाविकी अनेक प्रकार माने कुचक्रांत कला तथापि से परास्त से होउछन तांकर तीर होउची दीप्ति तुल्य तीर जो तीर अंधकार को दूर करिवो एई भली तीर आमे हेबार अछि जदि आमे एई भली तीर होउछु तीर हेबाको हेले परमेश्वरंकर हाथ रे पड़िबार अछि जेहेतु से होउछन युद्धवीर से आमको तांकर सैन्य भाव रे से आमको व्यवहार करिवे तेणु आसंतु मोर बापा माँ भाई भूणी माने ए संक्षिप्त समय रे आमे एतिकी भाबिबा जे मु सबु बेले सदा प्रभु को हाथ रे रहिबी से मते तीर भाव रे व्यवहार करंतु प्रभु आपण वाक्य रे आशीर्वाद करंतु धन्यवाद। बहुत धन्यवाद सर प्रभुंकर वाक्य प्रदान करिथिबारु प्रभु आपनकु प्रचुर परिमाण रे आशीर्वाद करंतु धन्यवाद। ए समय अनुरोध करिबी संपादक महोदय आसीबे संक्षिप्त भाव रे ताकर कार्यक्रम करिवे। पुनर्बार समस्त